ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, ହିନ୍ଦୁ ମନ୍ଦିରକୁ ଧ୍ୱଂସ କରାଯାଉଛି। ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏପରିକି ଭାରତର ରାଜ୍ୟ ଜାମ୍ମୁ କାଶ୍ମୀର ମଧ୍ୟ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ଚାଇନା ଲାଦାଖକୁ ନିଜର ଅଂଶ ବୋଲି ମ୍ୟାପ୍ରେ ଦର୍ଶାଇଲାଣି। ପାକିସ୍ତାନର ସବୁବେଳେ ଜାମ୍ମୁ କାଶ୍ମୀର ଲୋଲୁପ ଦୃଷ୍ଟି। ଭାରତରେ ମଧ୍ୟ ହିନ୍ଦୁମାନଙ୍କୁ ପ୍ରଲୋଭିତ କରାଯାଇ ତାଙ୍କୁ ଅନ୍ୟ ଧର୍ମରେ ଦୀକ୍ଷିତ କରାଯାଉଛି ଏବଂ ହିନ୍ଦୁ ସଂଖ୍ୟା କମି କମି ଚାଲିଛି। ହିନ୍ଦୁ ସଂଖ୍ୟାଲଘୁ ହେବାରେ ଲାଗିଛନ୍ତି। କିନ୍ତୁ ଭାରତରେ ଯେଉଁ ବିରୋଧୀ ଦଳ ଅଛନ୍ତି ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଶାସନ କରିବା, ଯେନ ତେନ ପ୍ରକାରର କ୍ଷମତାକୁ ଦଖଲ କରିବା। କେନ୍ଦ୍ର ହେଉ ରାଜ୍ୟ ହେଉ, ଏମାନେ ଏକମାତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା, ଜାତି ନାମରେ, ଧର୍ମ ନାମରେ, ଭାଷା ନାମରେ ଏବଂ ଆଞ୍ଚଳିକ ଭେଦଭାବ ଆଣି ଶାସନ କରିବା। ଏବଂ ଏମାନେ ମଧ୍ୟ ସେ ବ୍ରିଟିଶମାନଙ୍କର ପଲିସି ଆପଣେଇଲେ, ଡିଭାଇଡେଡ଼ ଆଣ୍ଡ ରୁଲ୍। ତ ଏ ପ୍ରକାର ରାଜନୀତିମାନଙ୍କୁ ଭଲ କରି ଚିହ୍ନି ରଖିଥାନ୍ତୁ। ଆଗାମୀ ନିର୍ବାଚନରେ ଏମାନଙ୍କୁ ପାନେ ଦେବେ। କାହିଁକି ନା ଆମ ପାଇଁ ଆମ ଦେଶ ବଡ଼, ଆମ ଧର୍ମ ବଡ଼, ଆମ ଭାଷା ବଡ଼ ଏବଂ ଆମ ସାର୍ବଭୌମତ୍ୱ ବଡ଼।